ଶ୍ରୀକୃଷ୍ଣ କହିଛନ୍ତି ଏମିତି ସମ୍ପର୍କ ଯଥାଶୀଘ୍ର ତ୍ୟାଗ କରିଦେବା ଉଚିତ ଯେଉଁ ସମ୍ପର୍କରେ ସମୟ ଆଉ ପ୍ରେମ ପାଇଁ ତୁମକୁ ଭିକ ମାଗିବାକୁ ପଡ଼େ। ଲୋକେ କହୁଛନ୍ତି ମୁଁ ହାରିଗଲି ବୋଲି, କିନ୍ତୁ ମୋତେ ଲାଗୁଛି କି ମୁଁ କିଛି ଶିଖିଗଲି ବୋଲି। ଦଦ ସମସ୍ତଙ୍କୁ ବଦଳେଇ ଦେବ। କିଛି ଲୋକ ଶାନ୍ତି ହୋଇଯାଆନ୍ତି ଆଉ କିଛି ଲୋକ ଭୟାନକ। ସବୁବେଳେ ମନେ ରଖ, ଯେତେବେଳେ ତୁମେ ଏ ଦୁନିଆରେ ଆସିନଥିଲ ସେତେବେଳେ ବି ଏ ଦୁନିଆ ଥିଲା, ଆଉ ତୁମେ ଦୁନିଆରୁ ଚାଲିଗଲା ପରେ ବି ଏ ଦୁନିଆ ସେମିତି ହିଁ ରହିବ। କାହାକୁ ଦେବା ପାଇଁ ସବୁଠାରୁ ଭଲ ଉପହାର ହେଉଛି ପ୍ରେମ ଆଉ ସମ୍ମାନ। ଯିଏ ତମ ଲୁହକୁ ତମ ଚିତ୍କାରକୁ ବୁଝିପାରୁନି ସିଏ କ'ଣ ତମ ନିରୀବତାକୁ ବୁଝିବ। କେବଳ ଗୋଲାପ ଦେଇଦେଲେ ଯଦି ପ୍ରେମ ହୋଇଯାଆନ୍ତା ତେବେ ମାଡ଼ି ସାରା ସହରର ପ୍ରେମିକ ବନିଯାଆନ୍ତା। ପ୍ରେମରେ ଯଦି ଅଛ ରାଗ ଅଭିମାନ କର, କିନ୍ତୁ ହୃଦୟକୁ ବାଧିଲା ଭଳି କଥା କୁହନି। ଯିଏ ତୁମକୁ ଭଲ ପାଉଛି ତମେ ତାକୁ ଭଲ ପାଅ ଚଳିବ, କିନ୍ତୁ ସମସ୍ତଙ୍କ ସାମ୍ନାରେ ତାର ମଜାକ ଉଡ଼ାଉନି। ତମେ ଯାହା ଅପେକ୍ଷାରେ ଅଛ ସିଏ ହୁଏତ ନ ଆସିପାରେ, ସେଥିପାଇଁ ତମେ ଭାଗ୍ୟକୁ ଦୋଷ ଦେଇପାର, କିନ୍ତୁ ଯିଏ ତୁମ ଭାଗ୍ୟକୁ ଆସିଲା ତାକୁ ନୁହେଁ। ହୋଇପାରେ ସିଏ ବି କାହା ଅପେକ୍ଷାରେ ଥିବ। ବେଳେବେଳେ ଆମେ ଭୁଲ କରିନଥାଉ, କିନ୍ତୁ ଦଣ୍ଡ ବହୁତ ମହଙ୍ଗା ମିଳିଥାଏ। ଭଲ ପାଉଥିବା ମଣିଷ ଯଦି ଭୁଲ ବୁଝିବ ତାହେଲେ ଅଭିଯୋଗ କରିବା କାହାକୁ ବାଧ୍ୟ କରନି ତୁମ ସହ କଥା ହଉ ବୋଲି। ବାସ୍ ତୁମେ ଏତିକି କର, ସିଏ ନିଜେ ବାହାନା ଖୋଜିବ ତୁମ ସହ କଥା ହେବା ପାଇଁ। ତୁମେ ତାକୁ ଟୋଟାଲି ଇଗ୍ନୋର କର, ନିଜେ ବହୁତ ବିଜି ହୋଇଯାଅ। ବାପା ଧନୀ ହେଉ କି ଗରିବ ସେଇଟା ବଡ଼ କଥା ନୁହେଁ, ଜୀବନରେ ବାପା ଆମ ସାଥିରେ ରହିବା ବଡ଼ କଥା। ମୋ ଆଖିର ଲୁହ ତୁମକୁ କେବଳ କଷ୍ଟ ଦେବନି, କଷ୍ଟ ତ ମୋ ଚୁପ୍ ରହିବାଟା ଦେବ। ଯଦି ମୋ ଭିତରେ କିଛି କମି ଅଛି ତ ରହିବାକୁ ଦିଅ। ନିଜକୁ କ'ଣ ଭଗବାନ ବନେଇବାର ଅଛି କି? ଚାଲାକି କରିବା ହୁଏତ ନ ଆସିପାରେ ମୋତେ, କିନ୍ତୁ ସମସ୍ତଙ୍କ ଚାଲାକି ବହୁତ ଭଲସେ ବୁଝି ଆସେ। ଲାଇଫ୍ର ସବୁଠାରୁ ବଡ଼ କମ୍ବ୍ୟାକ୍ ନିଜକୁ ପୁଣି ଥରେ ଖୁସିରେ ରଖିବା। ଦୋସ୍ତି ଯଦି ଅଛି ତ ଏତିକି ମନେ ରଖ, ଦୋସ୍ତି ରହୁ କି ନ ରହୁ, କିନ୍ତୁ ରାଜ ସବୁବେଳେ ରାଜ ହୋଇକି ରୁହେ। ନିଶା ପ୍ରେମର ହୁଏ କି ମଦର, ବେଶ ଦୁଇଟାରେ ହୋଇଯିବ, କିନ୍ତୁ ଫରକ କେବଳ ଏତିକି, ମଦ ଶୁଆଇ ଦେବ ଆଉ ପ୍ରେମ କଣ୍ଡେଇ ଦେବ। ବହୁତ ନାରୀ କୁହନ୍ତି ପୁରୁଷମାନେ ବାହାରେ ରାଜରେ ରହି ବହୁତ ଏନ୍ଜୟ କରୁଛନ୍ତି, କିନ୍ତୁ ଗୋଟିଏ ପୁରୁଷ ମନରେ ଥାଏ ମୁଁ ଯେମିତି ରହେ ମୋ ପରିବାରରେ ଭଲରେ ରହେ। ସେଥିପାଇଁ ସେ ପୁରୁଷ ଜୀବନ ସାରା ବାହାରେ କଟାଇ ଦିଏ, ପରିବାରର ଖୁସି ତ୍ୟାଗ କରେ।